ଆସ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆଲୋଚନା କରିବା। 1. ଚୋଳ ରାଜବଂଶର ପ୍ରତିଷ୍ଠାତା କିଏ? ବିଜୟାଳୟ। ବିଜୟାଳୟ ପ୍ରଥମ ଜୀବନରେ କ'ଣ ଥିଲେ? ପଲ୍ଲବ ରାଜବଂଶ ଅଧୀନରେ କରଦ ରାଜା। ଚୋଳ ରାଜବଂଶର ପ୍ରସିଦ୍ଧ ରାଜା କିଏ? ରାଜେନ୍ଦ୍ର ଚୋଳ ଏବଂ ତାଙ୍କ ପୁତ୍ର ପ୍ରଥମ ରାଜେନ୍ଦ୍ର। ରାଜେନ୍ଦ୍ର ଚୋଳଙ୍କ ପ୍ରଧାନ କୀର୍ତ୍ତି କ'ଣ? ତାଞ୍ଜୋରର ବୃହଦେଶ୍ୱର ବା ରାଜରାଜେଶ୍ୱର ମନ୍ଦିର ଏବଂ ନଟରାଜ ମୂର୍ତ୍ତି। ପ୍ରଥମ ରାଜେନ୍ଦ୍ର କେଉଁ ସବୁ ଅଞ୍ଚଳ ଜୟ କରିଥିଲେ? ଓଡ଼ିଶା, ବଙ୍ଗ, ବ୍ରହ୍ମଦେଶ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ରାଜା ପ୍ରଥମ ରାଜେନ୍ଦ୍ର କି ଉପାଧି ଧାରଣ କରିଥିଲେ? ଗଙ୍ଗୈକୋଣ୍ଡା ଚୋଳ। ତାମିଲ କାବ୍ୟ ଜଗତର ତ୍ରିରତ୍ନ କାହାକୁ କୁହାଯାଏ? କାମ୍ବାନ, କୁତ୍ତାନ ଏବଂ ପୁଗାଲେଣ୍ଡି। ତାମିଲ ରାମାୟଣ କିଏ ଲେଖିଥିଲେ? କାମ୍ବାନ। ଧନ୍ୟବାଦ।